ମତେ ଜିନିଷ ନୂଆ ଜିନିଷ ଦିଏ ତୁମକୁ ଭଲ ଲାଗେ ନା ଭଲ ଲାଗେନି? ଭଲ ଲାଗେ। ମା ଦେଲେ, ମାଉସୀ ଦେଲେ, ପିଉସୀ ଦେଲେ, ଅଜା ଆଈ ଦେଲେ, ମାମୁଁ ଦେଲେ, ଆମକୁ ଭଲ ଲାଗେ ନା? ଆମକୁ ଗୋଟେ ନୂଆ ଡ୍ରେସ୍ ଉପହାର ଦେଲେ, କଣ୍ଢେଇ ଆଣିଦେଲେ, ଆଉ କ'ଣ କ୍ଲିପ୍ ଆଣିଦେଲେ, ଫୁଲ ଆଣିଦେଲେ, ବହି ଆଣିଦେଲେ, ଆମକୁ ବଡ଼ ଖୁସି ଲାଗେ ନା? ଆମେ ଖୁସି ହେଇଯାଉ ନା? ଆଚ୍ଛା ଆମେ ସେଇ ଉପହାର ବିଷୟରେ ଦେଖିବା। ଗୋଟେ ଦେଶରେ ଜଣେ ରାଜା ଥିଲେ। ମଜାଦାର ଗପ ଜଣେ ରାଜା ଥିଲେ। ସେ ରାଜା କ'ଣ କଲା ନା ସେ ତାର ଭଲ ରାଜ୍ୟ ଶାସନ କରୁଥାଏ। ଲୋକ ଆସିଲାନି ଆସିକି ରାଜାକୁ କ'ଣ କଲା? ପ୍ରଣାମ କଲା। କହିଲା ତାକୁ ଅଠେଇଲା। ରହିଯା, ତୁମେ କ'ଣ ପାଇଁ ଆସିଛ? ତୁମେ କ'ଣ ପାଇଁ ରାଜାଙ୍କୁ ଦେଖା କରିବ? ଦୌଡ଼ କ'ଣ କଲା? ଦେଇଦେଲା। ଲୋକ କହିଲା ମୁଁ ରାଜାଙ୍କୁ ଦେଖିବାକୁ ଆସିଛି। ରାଜା କେମିତି ଦେଖିବାକୁ? ରାଜାକୁ କେମିତି ଲାଗେ? ଟିକେ ଦେଖିବି। ଝଗଡ଼ାଟା ଥିବ ତ ବହୁତ ସାହସ। ତୁମେ କେମିତି ରାଜାଙ୍କୁ ଦେଖା କରିବ? ରାଜା ହେଉଛନ୍ତି ଦେଶ ଶାସନ କରନ୍ତି। ତୁମେ କେମିତି ଦେଖା କରିବ? ରାଜାଙ୍କୁ ଦେଖିବି। ଲୋକଟା ମାନେ ବହୁତ ସାହସୀ। ରାଜାଙ୍କ ପାଖକୁ ପଠେଇ ଦିଏ। ରାଜା ଖୁସି ହେଇଯିବେ। ନା ନାଇଁ? ଦେଖୁଛ ରାଜାକୁ? ଏଠି ଦେଖ ରାଜା। କିଏ? ଜଗୁଆଳି। ଜଗୁଆଳିରା ଠିକ ଅଛି, ମୁଁ ରାଜା ପାଖକୁ ନେଇଯିବି। ତା ବଦଳରେ ମତେ ତୁମେ କ'ଣ ଦବ କୁହ? ଲୋକ କହିଲା ଯେ ମତେ ଯାହା ରାଜା ଦେବେ ସେଇଥିରୁ ତୁମେ ନବ ଆଉ କ'ଣ ନା କ'ଣ? କହିଲା ହଉ ଠିକ ଅଛି। ଚାଲ ତାହେଲେ ଠିକ ଅଛି, ମୁଁ ତୁମକୁ ରାଜାଙ୍କ ପାଖକୁ ନେଇଯିବି। ରାଜା ତାପରେ ଦେଖିଲେ, ତାକୁ ପଚାରିଲେ ତୁମେ କିଏ? କ'ଣ ପାଇଁ ଆସିଛ? ଆଉ କୁଆଡ଼େ ଆସିଛ? ରାଜା ପଚାରିଲେ। ରାଜା କହିଲା ମହାରାଜ ମୁଁ ଯେ ଆପଣଙ୍କୁ ଦେଖିବାକୁ ଆସିଛି। ରାଜା ଏଥିରେ ଖୁସି ହେଇଗଲେ। କହିଲେ ଭଲ କଥା, ତୁମେ